ମହାପ୍ରଭୁ କାଳିଆ ସାନ୍ତଙ୍କ କୃପାରୁ ସେ ନାମ କମେଇଛନ୍ତି, ସୁନାମ ବି କମେଇଛନ୍ତି। ଆଉ ଏଇ ଓଡ଼ିଆ ମାଟିର ଘରେ ଘରେ ପରିଚିତ ମଣିଷଟିଏ ମଧ୍ୟ। ସମସ୍ତେ ତାଙ୍କୁ ଆଦର କରନ୍ତି। ତାଙ୍କୁ ଯଦି କେହି ପଚାରେ, ମହାପ୍ରଭୁ କାଳିଆ ସାନ୍ତ ତୁମ ପାଇଁ କ'ଣ, ସେ ହସି ହସି କୁହନ୍ତି, ମୋ ନିଶ୍ୱାସ ପ୍ରଶ୍ୱାସରେ ଚାଲୁଥିବା ସେ ପ୍ରାଣବାୟୁ ହେଉଛନ୍ତି ସେ। ତାଙ୍କ ବିନା ମୁଁ ଅଧୁରା। ସେ ନାହାନ୍ତି ତ ମୁଁ ବି ନାହିଁ। ସେ ଯଦି ନଥାନ୍ତେ ଏ ସୃଷ୍ଟିରେ ମୁଁ ବି କିଛି ନୁହେଁ। ସତରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସେ ମହାପ୍ରଭୁଙ୍କ ପାଖରେ ସମର୍ପି ଦେବା ଭାଗ୍ୟର କଥା। ପ୍ରତିଟି କଥାରେ ମହାପ୍ରଭୁ କାଳିଆ ସାନ୍ତ ଲୋଡ଼ା। ଯାହା ବି କିଛି ଘଟୁଛି ସବୁ ତାଙ୍କରି ପାଇଁ। ସତରେ ଲୋକଟାର ମୁହଁରୁ ଏ କଥା ଶୁଣିଲା ପରେ କାହାକୁ ବା ଖୁସି ନ ଲାଗିବ। ସତ କଥା କହିବାକୁ ଗଲେ ଏଇ ଭକ୍ତମାନଙ୍କର ଦିବ୍ୟ ଅନୁଭୂତି ଆଉ ମହାପ୍ରଭୁ କାଳିଆ ସାନ୍ତଙ୍କର ଦିବ୍ୟ ଲୀଳାକୁ ଶୁଣି ମୋତେ ଭାରି ଈର୍ଷା ଲାଗେ। ମନେ ମନେ କହିହୁଏ, ସାନ୍ତେ ସେମିତିକା ଭକ୍ତଟିଏ ମୁଁ ହୁଅନ୍ତନି କି। ଛାଡ଼, ସେ ତକ ବୋଧେ ମୋ ଭାଗ୍ୟରେ ନାହିଁ। କିନ୍ତୁ କଥା ଦେଉଛି ସାନ୍ତେ, ବଞ୍ଚିଥିବା ପର୍ଯ୍ୟନ୍ତ ତୁମରି ନାମ ଗୁଣ, ତୁମରି କୀର୍ତ୍ତି, ତୁମରି ଯଶ ଆଉ ତୁମର ଦିବ୍ୟ ଲୀଳା ସବୁକିଛି ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଛୋଟ ପ୍ରୟାସଟିଏ କରିବି। ପୁଣି ତୁମରି କୃପାରୁ ସାନ୍ତେ, ତୁମରି କରୁଣା ହେଲେ ହେଲା। ଆଉ ମୋର କିଛି ଲୋଡ଼ା ନାହିଁ। ବାବୁଙ୍କର ସବୁଠାରୁ ଭଲ ଗୁଣ ହେଉଛି ସେ ଲୋକମାନଙ୍କୁ ହସାନ୍ତି, ନିଜର କଳା ମାଧ୍ୟମରେ, ନିଜର ଅଭିନୟ ମାଧ୍ୟମରେ। ଆଉ ବାବୁଙ୍କୁ ଯିଏ ଦେଖେ ସେ ବି ହସି ହସି ବେଦମ୍। ସତରେ ସାନ୍ତେ କେମିତିକା କରୁଣା କରିଛନ୍ତି କେଜାଣି। ବାବୁ ଆହୁରି କୁହନ୍ତି କି ଅଭିନୟ ତ ଲୋକମାନଙ୍କ ପାଖରେ କରେ, କିଏ ତାଳି ଦିଏ ତ କିଏ ଗାଳି କରେ, ମୋତେ କିନ୍ତୁ କିଛି ଫରକ ପଡ଼େନି, ଯେହେତୁ ମୋ କଳା ସାନ୍ତେ ମୋ ପାଖରେ ଅଛନ୍ତି। ହଁ, ଏ ଦୁନିଆକୁ ବନେଇଥିବା କଳାକାର, ଯାହାର ହାତ ସେଇ ଲୋକଟାର ମୁଣ୍ଡ ଉପରେ ଥାଏ, ତାର ବା କ'ଣ ଲୋଡ଼ା। ସତରେ ସେ ଦୁଇ ଜଣଙ୍କ ଭାବକୁ ଶୁଣିଲେ ମୋତେ ବି ଭାରି ଆନନ୍ଦ ଲାଗେ। ବାବୁ ଆହୁରି କୁହନ୍ତି, ମୁଁ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ଗୁଣୁଗୁଣୁ ହୋଇ ମହାପ୍ରଭୁଙ୍କର ଗୀତ ଗାଏ। ତାହା ପୁଣି ଗୀତ ଗୋବିନ୍ଦ, ନହେଲେ ଗୋବିନ୍ଦ ଗୋବିନ୍ଦ, ନହେଲେ ଏକା ତ ଭକତ ଜୀବନ। ମୋତେ ଭାରି ଆନନ୍ଦ ଲାଗେ। ଆଉ ମୋତେ ଲାଗେ ମହାପ୍ରଭୁ କାଳିଆ ସାନ୍ତ ମୋ ଗୀତକୁ ଶୁଣୁଛନ୍ତି। ଗାଁ ମନ୍ଦିରକୁ ନିତି ଯାଏ, ସକାଳୁ ସକାଳୁ ଠାକୁରଙ୍କୁ ଚାହିଁ ଗୀତ ଗାଇଦିଏ। ତାପରେ ମୋ କର୍ମକ୍ଷେତ୍ରକୁ ମୁଁ ବାହୁଡ଼ି ଯାଏ। ପୁଣି ଯାଇ ସଞ୍ଜବେଳେ ଟିକେ ଦେଖି ଆସେ ମୋ କଳା କାନକୁ। ସତରେ ଭାରି ଆନନ୍ଦ ଲାଗେ। ଏମିତି ତ ଚାଲିଥାଏ, କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାପାଙ୍କୁ ଛଡ଼େଇ ନେଲା ବିଧାତା। ଭାରି ଦୁଃଖ ଲାଗିଲା, ଭାରି କଷ୍ଟ ଲାଗିଲା। ବାପାଙ୍କର କ୍ରିୟାକ୍ରମ ଯେହେତୁ ସରିନଥିଲା, ଆଉ ମନ୍ଦିର ବେଢ଼ାକୁ ମୁଁ ଯାଇପାରିଲିନି। କିନ୍ତୁ ମନ ବୁଝେନି, ନୀତି ଯାଏ, ବାହାରୁ ଦେଖି ପଳେଇ ଆସେ। ନା ମୁଁ ତାଙ୍କୁ ଦେଖିପାରେ, ନା ସେ ମୋତେ ଦେଖିପାରନ୍ତି। କିଛି ଦିନ ବିତି ଯାଇଛି। ରାତିରେ ଶୋଇଛି, କାହିଁକି କେଜାଣି ଶୋଇବା ପୂର୍ବରୁ ଠାକୁରଙ୍କ କଥା ଭାରି ମନେ ପଡ଼ିଛି। ଯେହେତୁ ମୁଁ ମନ୍ଦିର ଭିତରକୁ ଯାଇପାରୁନି, ମନ ବି ଭାରି ଦୁଃଖ ହେଉଥାଏ। ଠାକୁରଙ୍କୁ ଜଣାଇ ଶୋଇପଡ଼ିଲି। ରାତି ଅଧାରୁ ଅଧିକ ହେଲାଣି। ସ୍ୱପ୍ନରେ ଆସିଲେ ସେ ଦିବ୍ୟ ମୂର୍ତ୍ତି। ସ୍ୱପ୍ନ ଦେଖୁଥାଏ, ମନ୍ଦିରକୁ ମୁଁ ଯାଇଛି ଠାକୁରଙ୍କୁ ଦର୍ଶନ କରିବା ପାଇଁ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ସେଇ ଶ୍ରୀମନ୍ଦିରର ରତ୍ନସିଂହାସନରେ ଆଉ ସାନ୍ତେ ନାହାନ୍ତି, କି ମା ସୁଭଦ୍ରା ବି ନାହାନ୍ତି, ବଡ଼ ଭାଇ ବଳଭଦ୍ର ବି ନାହାନ୍ତି। ମୋତେ ଭାରି ଦୁଃଖ ଲାଗିଲା। ଠାକୁର ଗଲେ କୁଆଡ଼େ। ମୋତେ ଭାରି ଡର ବି ଲାଗିଲା, ମୋ ଠାକୁରଙ୍କୁ କିଏ ଚୋରେଇ ନେଇନି ତ। ହେ ମୋର କଳା ଠାକୁର, କୁଆଡ଼େ ଗଲ? ଏମିତି କେତେ କ'ଣ କହି ଚାରିଆଡ଼େ ଖୋଜି ପକେଇଲି। ମୁଁ କେଉଁଠି ବି ପାଇଲିନି। ଶେଷରେ ବୋହ ବୋହି କାନ୍ଦୁଥାଏ ମୁଁ। ମୋର ଲକ୍ଷ୍ୟ ପଡ଼ିଲା, ମନ୍ଦିର ବେଢ଼ାରେ 3 ଜଣ କେହି ବସିଛନ୍ତି। ପୁଣି ଆଗପଟକୁ ମୁହଁ କରି ଧାଇଁଗଳି ତାଙ୍କ ପାଖକୁ। ଯେତେବେଳେ ପାଖରେ ପହଞ୍ଚିଛି, ସେଇ ତ ଚକାଚକା ଆଖି, ନାଲି ଅଧର ଓଠ, ମୋ କାଳିଆ ସାନ୍ତ ମହାପ୍ରଭୁ ବସିଛନ୍ତି ସେଠାରେ। ଆଉ ସାଙ୍ଗରେ ଭାଇ ଭଉଣୀକୁ ଧରି। ଠାକୁରେ କହୁଥାନ୍ତି, କାହିଁକି ଆଉ ଆସୁନୁ ଏଠିକି? ମୁଁ କିଛି ବି କହିପାରିନଥାଏ। ଠାକୁର ପୁଣି କହୁଥାନ୍ତି, ଜାଣିଛୁ ନୀତି ଆସୁ ତୋ ପାଟିରୁ ସେ ଯେଉଁ ଏକା ତ ଭକତ ଜୀବନ, ଭାରି ଭଲ ଲାଗେ ମୋତେ। ତୋର ସେଇ ଗୀତ ଶୁଣିବା ପାଇଁ ନୀତି ଅପେକ୍ଷାରେ ଥାଏ। କାହିଁକି ଆସୁନୁ ଆଉ? ମୋତେ ଭାରି କାନ୍ଦ ଲାଗୁଥାଏ। ମୁଁ କାନ୍ଦି କାନ୍ଦି କହୁଥାଏ, ଠାକୁରେ ବାପା ଚାଲି ଯାଇଛନ୍ତି, ସେଇଥିପାଇଁ ଆଉ ମନ୍ଦିର ଭିତରକୁ ଆସିପାରୁନି। ସାନ୍ତେ ପୁଣି କହୁଥାନ୍ତି, ହଁ ସେଇଟା ତ ସୃଷ୍ଟିର ନିୟମ, ସମୟ ହେଲେ ବାହୁଡ଼ି ଯିବାକୁ ପଡ଼ିବ। ହେଲେ ତୁ କାହିଁ ଆସୁନୁ? ଜାଣିଛୁ, ମୁଁ ଭାବିଲି ତୁ ନିତି ଆସୁଛୁ, ଆମକୁ ଦେଖା ନ କରି ଏ ମନ୍ଦିର ବାହାରୁ ଚାଲି ଯାଉଛୁ। ଆଜି ଆମେ 3 ଜଣ ମନ୍ଦିର ବେଢ଼ାକୁ ପଳେଇ ଆସିଛୁ ତୋତେ ଟିକେ ଦେଖିବା ପାଇଁ।
ଠାକୁରଙ୍କର ଏଇ ପଦ କଥା ଆଖିରେ ଲୁହ ଆଣିଦେଲା। ସମ୍ଭାଳି ପାରିଲିନି ନିଜକୁ। ଭୋ ଭୋଇ କାନ୍ଦିବାକୁ ଲାଗିଲି। ଶେଷରେ ଠାକୁର କହୁଥାନ୍ତି, ଆରେ ସେଠି କ'ଣ କରୁଛୁ, ମୋ ପାଖକୁ ଆସିବୁନି? ସାଆନ୍ତ ଯେତେବେଳେ ଏତକ କହିଛନ୍ତି, ମୁଁ ବା ଆଉ କୋଉଠୁ ସମ୍ଭାଳେ। ଧାଇଁଗଲି ତାଙ୍କ ପାଖକୁ। ତାଙ୍କର ସେଇ ଛାତିରେ ମୋ ମୁଣ୍ଡଟା ଲାଗିଗଲା। ସତରେ କେଡ଼େ ଆନନ୍ଦ ଲାଗିଲା। ସାଆନ୍ତେ କହିଲେ, ଜୀବନରେ କେବେ ବି ହାରିଯିବୁନି, କେବେ ବି ଡରିବୁନି। ମୁଁ ପରା ଅଛି। କେତେ ଝଡ଼ ଝଞ୍ଜା ଆସିବ, ସବୁକୁ ସାମ୍ନା କରିବୁ, ସାହସ ବାନ୍ଧିବୁ। ତୋ ସାଙ୍ଗରେ ମୁଁ ଅଛି। ଠାକୁରଙ୍କର ଏଇ କେଇପଦ କଥା ଭାରି ଆନନ୍ଦ ଲାଗିଲା, ସାହସ ଦେଲା ମୋତେ। ତାପରେ ସ୍ୱପ୍ନ କୁଆଡ଼େ ଭାଙ୍ଗି ଯାଇଛି। ରାତି ଅଧରେ ସ୍ୱପ୍ନ ଭାଙ୍ଗି ଯିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଆରେ ଏମିତି କ'ଣ ଘଟିଲା? ମୁଁ କିନ୍ତୁ ଠାକୁରଙ୍କୁ ଖୋଜୁଥାଏ। କୁଆଡ଼େ ଗଲେ ମୋ ଠାକୁର, କୁଆଡ଼େ ଗଲେ ମୋ କାଳିଆ ସାଆନ୍ତ, କୁଆଡ଼େ ଗଲେ ମୋ କଳା ଠାକୁର? ତଥାପି ସମସ୍ତେ ବୁଝେଇଲେ, ବୁଝିଲୁ, ଠାକୁର ତୋତେ ଭାରି ଭଲ ପାଆନ୍ତି, ଭାରି ଶ୍ରଦ୍ଧା କରନ୍ତି। ତୁ ଆଉ ତାଙ୍କ ମନ୍ଦିରକୁ ଯାଉନୁ, ସେଇଥିପାଇଁ ସେ ସ୍ୱପ୍ନରେ ଆସିଛନ୍ତି। ମୋତେ କିନ୍ତୁ ଲାଗିଲା, ନାଇଁ, ଇଏ ସ୍ୱପ୍ନ ନୁହଁ, ଠାକୁରଙ୍କ ପ୍ରତି ଥିବା ସମର୍ପଣ ଭାବ ମୋର। ଠାକୁରଙ୍କୁ କଥା ଦେଇଥିଲି, ବଞ୍ଚିଥିବା ପର୍ଯ୍ୟନ୍ତ ନିତି ତୁମର ଗୁଣଗାନ କରୁଥିବି, ନିତି ତୁମକୁ ଦର୍ଶନ କରିବାକୁ ଆସୁଥିବି। ବାପାଙ୍କର କ୍ରିୟାକର୍ମ ଯେହେତୁ ସରିନଥିଲା, ଆଉ ମୁଁ ଯାଇପାରୁନଥିଲି। ଦେଖୁଛ ତ, ମୋ କାଳିଆ ସାଆନ୍ତ ପରମ ଦୟାଳୁ। ମୁଁ ସିନା ତାଙ୍କ ପାଖକୁ ଯାଇପାରିଲିନି, ସେ ମୋତେ ଦେଖିବା ପାଇଁ ମନ୍ଦିର ବେଢ଼ାକୁ ଚାଲି ଆସିଲେ, ପୁଣି ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ିକି। ସତରେ ସାଆନ୍ତେ, ତୁମ କରୁଣା ଅପାର, ତୁମ ମହିମା ଅପାର, ଆଉ ତୁମର ଭଲ ପାଇବା ତାହା ମଧ୍ୟ ଅପାର। ସେଇ ରାତି ଅଧରେ ମହାପ୍ରଭୁଙ୍କୁ ହାତ ଯୋଡ଼ି ଦେଇ କହିଛନ୍ତି, ସାଆନ୍ତେ, କ୍ଷମା କରିବ ଏ ଅଧମକୁ। କଥା ଦେଉଛି ତୁମକୁ, ଆଉ ବଞ୍ଚିଥିବା ପର୍ଯ୍ୟନ୍ତ ଏମିତି କିଛି କାମ କରିବିନି ଯାହାଫଳରେ କି ତୁମକୁ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ମନ୍ଦିର ବେଢ଼ାକୁ ଆସିବାକୁ ପଡ଼ିବ। ସତରେ ଭକ୍ତର ଭଲ ପାଇବା ଯେ ଏମିତି। ସାଆନ୍ତେ ରତ୍ନସିଂହାସନରୁ ମନ୍ଦିର ବେଢ଼ାକୁ ଓହ୍ଲାଇଲେ। ସେଇଦିନଠାରୁ ବାବୁଙ୍କର ମୁହଁରେ ସେଇ ଗୀତ ଗୋବିନ୍ଦ, ସେଇ ଏକାତ ଭକତ ଜୀବନ, ସେଇ ଗୋବିନ୍ଦ ଗୋବିନ୍ଦ କେବେ ଭୁଲି ନାହାନ୍ତି ସାଆନ୍ତଙ୍କୁ। ସେ ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି, ଯାହାଙ୍କ ସ୍ୱପ୍ନରେ ମହାପ୍ରଭୁ କାଳିଆ ସାଆନ୍ତ ଆସିଥିଲେ। ସେ ଓଡ଼ିଶା ମାଟିର ଘରେ ଘରେ ପରିଚିତ ଜଣେ ହାସ୍ୟ ଅଭିନେତା ପ୍ରଜ୍ଞା ସାର୍। ସାର୍ଙ୍କୁ ମୋର ପ୍ରଣାମ। ଆଉ ସାର୍ଙ୍କର ଏଇ ଭିଡ଼ିଓ ଦେଖୁଥିବା ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମଧ୍ୟ ମୋର ପ୍ରଣାମ। ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଦପଦ୍ମରେ ଏ ଅଧମର ଅନନ୍ତ କୋଟି ଦଣ୍ଡବତ। ନମସ୍କାର। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ ମହାପ୍ରଭୁଙ୍କର ଦିବ୍ୟ ଲୀଳାକୁ ନେଇ। ଆଜିର ଏହି ଛୋଟ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଚଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, ଦୟାକରି କ୍ଷମା କରିବାକୁ ଅନୁରୋଧ। ଜୟ ଶ୍ରୀ ଜଗନ୍ନାଥ।